କରିକି ପଳେଇନି ଛାଡ଼ିକିରି କୋଉ ଦିନ ଉପାସ ରହିବାକୁ ପଡୁଛି? ମାଣ୍ଡିଆ ଯାଉ ଖାଇକି ଦିନ ସରିନି ରେ ବାପା। ମାଣ୍ଡିଆ ଯାଉ ସେ କାଳେ କ'ଣ କରିବି? ମାଣ୍ଡିଆ ଯାଉ ବି ଲୋକ ଖାଇକିରି ତାଙ୍କ ପିଲାମାନଙ୍କୁ ମଣିଷ କରୁଛନ୍ତି। ହଁ ଏତିକି ଭାତ ଦି ଭାଇ ଭଉଣୀ କି ଖୁଆଇଦେବି, ମୁଁ ଖାଇଦେବି ମାଣ୍ଡିଆ ଯାଉ ଅଧା କଷେ। ବୁଢ଼ୀ ଏତେ ଭାତ ଖାଇବେ ଆଉ। ତ ହାय ଫ୍ରେଣ୍ଡ, ଜୟ ଜଗନ୍ନାଥ, ଶୁଭ ରାତି। ଆଜି ରାତିରେ ଭିଡ଼ିଓ ବନେଇବା ରିଜିନ୍ ହେଉଛି ଏଇଆ ଯେ ଚାଲନ୍ତୁ ଯିବା ଜେଜେମା ଠୁ ଆମେ ଟୋଟାଲ ଉପରେ ଭିଡ଼ିଓଟି ନେବା। ଆଜିର ଜେଜେମା ପାଖରେ ହିଁ ଭିଡ଼ିଓଟା ବନେଇବା। ଜେଜେମାର ଜୀବନ କାହାଣୀ, ତାଙ୍କ ଛୁଆ ପିଲାକୁ ମଣିଷ କଲେ କେମିତି, ଆମକୁ ମଣିଷ କଲେ କେମିତି, ସବୁକିଛି ତାଙ୍କଠୁ ତାଙ୍କ ମୁହଁରୁ ସବୁକିଛି ଜାଣିବା ଆଉ ବୁଝିବା। ଚାଲନ୍ତୁ ଆଜିର ଭିଡ଼ିଓଟି ଏଇଠୁ ଷ୍ଟାର୍ଟ କରିବା। ସାଙ୍ଗମାନେ, ଆମ ଜେଜେମାଠୁ ଜାଣିବା ଯେ ଆଜି କା ଡେଟ୍ରେ ଆମେ ସବୁ କେମିତି ବଡ଼ ହେଇଛୁ, କେମିତି ଆଜି ମାନେ ଯାହା କିଛି ବି କରୁଛୁ, କେମିତି କ'ଣ କରିଛୁ, ଆଉ ବାପା ହେରିକା ଆମର କେମିତି ତାଙ୍କୁ ମଣିଷ କରିଛି, ଆଉ ସେ କଥାଟା ଆଲୋଚନା କରିବା। କେମିତି କ'ଣ ତା'ର ବାଡ଼ୁଅ ବେଳଠୁ ବାହାଘର ବେଳଠୁ ଆଉ ତା ଜୀବନ କାହାଣୀ ସବୁକିଛି ବୁଝିବା। ନା କହ, ତୋର ଯେତେବେଳେ ମାନେ ବୟସ 14 ବର୍ଷରେ ବାହାରିଥିଲି। 14 ବର୍ଷରେ ସେଇଠୁ 17 ବର୍ଷରେ ହୋଇଛି ଆଉ। 14 ବର୍ଷରେ ବାହା ହେଲୁ, 17 ବର୍ଷରେ ଆଇଲୁ। ସେତେବେଳେ କ'ଣ ପରିସ୍ଥିତି ଥିଲା ସେଠି? ବାପ ଘରେ କ'ଣ ପରିସ୍ଥିତି ଥିଲା? ଏଠିକି ଆସିକି ଏଠି କ'ଣ ପରିସ୍ଥିତି ଥିଲା? ଘର ଦ୍ୱାର ଥିଲା ନା କିଛି ନଥିଲା? କିଛି ନଥିଲା, ଖାଲି ଚାଳ ଘର ଭଙ୍ଗା। ସେଇଥିରେ ଆମର ଶାଶୁ ମା ରହନ୍ତି, ଆଉ ଦିଅର ଥାନ୍ତି, ଆଉ ଘରେ କେହି ନଥାନ୍ତି। ତ ଯେ ଯେତେ ସାରେ ରହନ୍ତି ଦୂରରେ, ଆଉ ଘରେ ଛୁଆ ପିଲା କେହି ନାହିଁ। ବାହାଘର ହେଇସାରିଲା, ବଡ଼ ଭଣଜା ଏଇଠି ଜନ୍ମ ହେଇଥିଲା। ତା ସ୍ତ୍ରୀ ମା ପୁଅ ଏଇ ପାଖରେ ଥିଲେ। ଆଚ୍ଛା, ତାପରେ ମୁଁ ତ ବାହା ହେଇ 7 ଦିନ ଆସି ରହିକି ପଳେଇଲି। 14-17 ବର୍ଷରେ ରହିଲି। ଆଷାଢ଼ ମାସରେ ପହିଲି ପାଳି ଆସିଲି। ଆଷାଢ଼ ଶ୍ରାବଣ ଭାଦ୍ରବ ଆଶ୍ଵିନ 4 ମାସ ରହିଲି। 4 ମାସ ରହିବା ଭିତରେ ଭାରି ଅସୁବିଧାରେ ଚଳିଲି। କ'ଣ ଅସୁବିଧା ଦୁଃଖ? କ'ଣ ଅସୁବିଧା? ଅସୁବିଧା କ'ଣ ଦୁଃଖ? ଏଇ ଘର ନାହିଁ। ଚାଳ ଘର ଥିଲା, ଚାଳ ଘର ଥିଲା, ଭଙ୍ଗା ଚାଳ ଘର। ସେଇ ଖଞ୍ଜା ଭିତରେ ନାହାନ୍ତି 4ଟି ଗାଈ, ଆଉ ଗୋଟେ ପାଖରେ ରୋଷେଇ କରେ, ଆଉ ଗୋଟେ ପାଖରେ 2 ବଖରା ଘର। ବଖରାକେ ବୁଢ଼ୀ ଆମର ଘୁମନ୍ତି ଶାଶୁ, ଆଉ ବଖରାକେ ମୁଁ ଶୁଏ। ମାନେ ବହୁତ କଷ୍ଟ ଆଉ। ବହୁତ କଷ୍ଟ। ନିଜେ ଧାନ କୁଟିବି, ଗଣ୍ଡେ ରୋଷେଇମି ଢିଙ୍କିରେ, ନିଜେ କୁଟିବି, ଦୈନିକ 2 ଗଣି ଧାନ କୁଟିବି, ରୋଷେଇ କରିବି, ଖାଇବାକୁ ଦେବି। ବହୁତ ଦୁଃଖ କଷ୍ଟ କରିଛି। ତାପରେ ବଡ଼ ପୁଅ ଜନ୍ମ ହେଲା। ବଡ଼ ପୁଅ ଯେତେବେଳେ ଦିହେରେ ରହିଲା, ସେତେବେଳେ ସେ ଚାଳ ଘର 7 ଖଣ୍ଡ କାନ୍ଥ ଉଠି ଘର ଛାତ ମାଟୁ କରିକି ଘର କଲେ। ମାଟିରେ ଚାଳ ଛପର କଲି। ପୁଅ ଜନ୍ମ ହେଲା। ତାପରେ ତା ବାପା ବି ଆସିଲେ ଘରକୁ, ଘର ପ୍ରତିଷ୍ଠା କଲେ। ପୁଅକୁ 3 ବର୍ଷ ହେବା ପରେ ଝିଅଟିଏ। ତାପରେ ଝିଅକୁ ନେଇକିରି ମୁଁ ବହୁ କଷ୍ଟରେ ରହିଲି। ତା ବାପା ପଳେଇଲେ ହୋଟେଲ କରିବାକୁ, ଛାଡ଼ିଦେଇ ଚାଲିଲେ ସେଠି ଠାକୁର ବାଡ଼ି। ଜେଜେ କ'ଣ କରୁଥିଲେ? ଠାକୁର ବାଡ଼ିରେ ମ୍ୟାନେଜର ଥିଲେ। କୋଉଠି ଥିଲେ? ନିତ୍ୟାନନ୍ଦ ଗୌରାଙ୍ଗ ଅଦ୍ୱୈତ ଗୌରାଙ୍ଗ ପାଖରେ ଥିଲେ। ଆଚ୍ଛା, ସେଠୁ ଛାଡ଼ିକି ଚାଲି ଆସିଥିଲେ ଆଗରେ ହୋଟେଲରେ ଯାହା ବିକ୍ରି ବଟା ହେଲା ସବୁ ବୈରୀବୁଦ୍ଧ ହେଇଗଲା। ତାଙ୍କ ମାଉସୀ ପୁଅ ପାଖରେ ଥିଲା। ସେ ଦୁଃଖଠୁ ଦୁଃଖ ସରିଯାଇଛି। ଝିଅ ହେଲା। ଝିଅ 2 ବର୍ଷର ହେବା ପରେ ସେଠୁ ଜେଜେ ଗଲେ ପୁରୀରେ ହୋଟେଲ କଲେ। ପୁରୀରେ ହୋଟେଲ କରିକିରି ସେଠୁ ହୋଟେଲ ଭାଙ୍ଗିକିରି ଆସିଲେ ସମୁଦ୍ରକୂଳରୁ। ପଳେଇ ଆସିଲେ, କାଳିଆ ପାଖରୁ ପଳେଇ ଆସିଲେ। ତା ହୋଟେଲ ଖାଇଦେଲେ। ପୁଣି ପଳେଇ ଗଲେ ସେଇ ଠାକୁର ବାଡ଼ିକୁ। ସେଇ ଠାକୁର ବାଡ଼ିରେ ହିଁ ରହିଲେ ମରିବା ପର୍ଯ୍ୟନ୍ତ। ସେଠୁ ସେତେବେଳେ କ'ଣ ରୋଜଗାର କମ୍କୁ ତୁ ସେତେବେଳେ 2ଟା ଛୁଆ ହେଇଥିଲେ?
ବାପା ହେଇଥିଲେ ବାପାଙ୍କ ମା ହେଇଥିଲେ ନାନୀ ହଁ ସେତେବେଳେ ତୁ ଦିଟା ଛୁଆଙ୍କୁ ଚଳଉଥିଲୁ କେମିତି ଦୁଃଖରେ ଚଳାଏ ଆଉ କ'ଣ କରିବି। ମାନେ କମ ରୋଜଗାର ଘର ଦ୍ୱାର ନଥବାକୁ ସେ ଯାହା ରୋଜଗାର କରନ୍ତି ପଠାନ୍ତି ଘରକୁ। ଘରେ ତ ଅଭାବ ଖର୍ଚ୍ଚ ହେଇଯାଏ। ଧାନ ବିଲ ଭାଗ କଲେ ଭାଗ କରି ଧାନ ମଣ୍ଡି ଆଣନ୍ତି। ମୁଁ ତାକୁ ଉଷୁଇବି କୁଟିବି ଘରେ ଖାଇବାକୁ ଦେବି। ଯେଉଁଦିନ ଧାନ ଦି ବସ୍ତା କୁଟା ହେବ କଳକୁ ପଠେଇବି ଲୋକ ମୂଲିଆ କରିବି। ସେ ଆସିଲା ତାକୁ ମୂଲିଆକୁ ଦେଇଦେବେ ଚାଉଳକୁ ମୂଲିଆକୁ ଦେଇଦେବେ ବିଲ କାମ କରିଦେବେ। ପୁଣି ଯେଉଁ ଦୁଃଖକୁ ସେ ଦୁଃଖ ଏମିତି ଦୁଃଖ କଷ୍ଟ କରି କରିକିରି ପଳେଇଲି ଛାଡ଼ିକିରି। କୋଉ ଦିନ ଉପାସ ରହିବାକୁ ପଡିଛି ମାଣ୍ଡିଆ ଯାଉ ଖାଇକି ଦିନ ସରିନି ରେ ବାପା। ମାଣ୍ଡିଆ ଯାଉ ଯାଉ ସେ କ'ଣ କରିବି। ମାଣ୍ଡିଆ ଯାଉ ବି ଲୋକ ଖାଇକିରି ତାଙ୍କ ପିଲାମାନଙ୍କୁ ମଣିଷ କରୁଛନ୍ତି। ହଁ ଏତିକି ଭାତ ଦି ଭାଇ ଭଉଣୀକି ଖୁଆଇଦେବି ମୁଁ ଖାଇଦେବି ମାଣ୍ଡିଆ ଯାଉ କଥା କହୁଛେ। ବୁଢ଼ୀ ଏତେ ଭାତ ଖାଇବେ ଆଉ ମାଣ୍ଡିଆ ଯାଉ ଘରେ ମୁଁ ଖାଇ ମୋ ଘର କ'ଣ କରିବା ଦୁଃଖ କରି କରିକିରି ମୋତେ ଭିନେ କରିଦେଲି। ଗଣ୍ଡେ ଚାଉଳ ଦେଇକି ଶାଶୁ ଆଉ କେହି ନୁହଁ। ସେଥିରେ 7 ଦିନ ଚଳିବା ପରେ ସେ ତାଙ୍କର ଚିଠି ଦେଇକି ପୁଅକୁ ଡକେଇଲେ। ପୁଅ ମୋତେ ନେଇକି ପଳେଇଲେ। ଝିଅ ସେତେବେଳକୁ କେତେ ବଡ ହେଇଯାଇଥିଲା? ପକେଇ କିଣିଦେଲା ଝିଅ 7 ବର୍ଷର 5 ବର୍ଷ ହେଇଥିଲା। ସେଇଠୁ ବାପାକୁ 9 ବର୍ଷ ହେଇଥିଲା। ଛୁଆ ନେଇକିରି ପଳେଇଲି। ସେଠି ରହିଲି 14 ବର୍ଷ। ସେଠି ଦୋକାନ କଲି। ହଁ ମୁଁ ଦୋକାନ କଲି ଖାଇବା ଦୋକାନ କଲି। ଜଲେବି ଛାଡ଼ିବି ଆରିସା ପିଠା କରିବି। ସେଇଠୁ ଖାସ୍ତା ଗଜା କରିବି ଡାଳି ଗଜା କରିବି କନିଆରୀ ମଞ୍ଜି ଗଜା କରିବି ତାକୁ ଶିରାରେ ପକେଇକିରି। ସେଇଠୁ ଘୁଗୁନି କରିବି ଆଳୁଦମ କରିବି। ସେଠି ଖଟିକିରି ସେଠି ପିଲାମାନଙ୍କୁ ବଡ଼ କଲି। ଇଟିଲି କରିବି ଦୋକାନରେ ଥୋଇଦେବି ଚା କରିକିରି ବସିବି। ଯିଏ ଆସିବେ ସେମାନେ ବହୁତ କୁଲି ମଜୁରିଆ ଖାଆନ୍ତି। ଯାହା ରୋଜଗାର ହେଲା ସେଥିରେ ପରିବାର ଚଳିଲା ଆଉ ଚଳିଲା। ସେଇଠୁ ଗୋଦାମରୁ ଯାଇକିରି କଳ ଘର ଗୋଦାମରୁ ମକା ଗୁଣ୍ଡି କିଣିକିରି ଘିନି ଆସିବି। ମକା ଗୁଣ୍ଡି ଖୁଦ ଚାଉଳ ବିକ୍ରି କରିବି। ତା ଦେହରେ ବି ଛୁଆଙ୍କୁ ଚଳେଇବି। ସେଇଠୁ କିଛି ଦିନ କରିବା ପରେ ଯାହା ଠାକୁର ଦୟା କଲେ ପ୍ରଭୁ ବାପା ପଳେଇ ଆସିଲା ଘରକୁ। ମା ଯାଇକି ଘିନି ଆସିଲେ। ସେଠୁ ଯାଇ ସେଠୁ ପଳେଇ ଆସିଲେ। ସେଇଠୁ ଆଉ ଗୋଟିଏ ପୁଅ ହେଇଥିଲା ସେ ନଷ୍ଟ ହେଇଗଲା ଏଇଠି ଘରେ। ତାପରେ ମୁଁ ଯାଇଥିଲି। ତାପରେ ହେଲା କକେଇ ହେବା ପରେ ଟିକେ ସମସ୍ତେ ଦୟା ଧର୍ମ କରିଛନ୍ତି ପାଳିଛନ୍ତି ଆଉ କ'ଣ। ଏତେ କଷ୍ଟଟା ମୋତେ ଲାଗିଲାନି। ଆଉ ସେଠୁ ଆସି ଏଇଠି ପହଞ୍ଚିଲା ବେଳକୁ ଘରେ ଖୁଦ ନାହିଁ। ଏଠି ଖାଇବାକୁ ନାହିଁ। ସେଠୁ କ'ଣ କରିବି ଜଣଙ୍କ ଘରୁ ଧାନ 20 କିଲୋ ଆଣିଲି ଉଷେଇଲି କୁଟିଲି 5 ଗଣି ଉଷେଇ ଦିଏ ତାକୁ କୁଟି ଦିଏ ଛୁଆଙ୍କୁ ଖୁଆଏ। ଜେଜେ ପଳେଇଲେ ରାନ୍ଧିକି ଛୁଆଙ୍କୁ ଖୁଆଇଲି। ନାଇଁ ଆକୁ ସବୁ ଏମିତି କଷ୍ଟ କରି ବଡ଼ କରି ସେଇଠୁ ତାପରେ ସେଠୁ ଆସିଲା ପରେ ଯୋଉ ବାତ୍ୟା ହେଲା ମହାବାତ୍ୟା ଘର ଦ୍ୱାର ଏଇଠି ଥିଲୁ ନା ସାଡ଼େ ଥିଲୁ? ଏଇଠି ଥିଲି। ଘର ଭାଙ୍ଗିଗଲା। ଛୁଆ ପିଲାକୁ ନେଇକି ଘର ଭାଙ୍ଗିଗଲା। ଜେଜେ ବି ଥିଲେ। ଘର ଭାଙ୍ଗିଗଲା। ଲୋକଙ୍କୁ କୋଠା ଘରେ ଯାଇକି ରହିଲୁ। ଘର ଭାଙ୍ଗିଗଲା କୋଠା ଘରେ ବଡ଼ ଘରେ ଆମେ ସବୁ ଥିଲୁ। ଜାଣିଛୁ ଏ କଥା ଆପଣମାନେ ଜାଣିନାହାନ୍ତି ସେଥିପାଇଁ ଆପଣମାନଙ୍କୁ ମୁଁ କହୁଛି। ସବୁ ଛୁଆକୁ ନେଇକି ପୁରାକୁ ନେଇକି ସମସ୍ତଙ୍କୁ ନେଇକି ରହିଲୁ। 8 ଦିନ ଗଲା 9 ଦିନ ଗଲା 10 ଦିନ ଦିନ ଦାଣ୍ଡରେ ଗୋଟେ କୁଡ଼ିଆ କରିଦେଲେ ଲମ୍ବା ଚାଳିଆ। ସେ ଚାଳିଆ ଦେଇକି ଛୁଆଙ୍କୁ ଧରି ପଳେଇଲେ। ସେଠୁ ଝିଅ ସେ କଥା ଗୋଟେ ଭୁଲିଗଲି। ଯୋଉ ଝିଅ ବାହାଘର ପୁଣି କେମିତି କଲେ? ବିନା ଡିମାଣ୍ଡରେ ସେତେବେଳେ ବିନା ଡିମାଣ୍ଡରେ ବାହାଘର ହେଇଥିଲା ନା? ମୁଁ ତ ବିନା ଡିମାଣ୍ଡରେ ନୁହଁ ନୋ ଡିମାଣ୍ଡରେ ବାହାଘର ହେଇଥିଲା ସେତେବେଳେ। ତାପରେ ଏମିତି ସଂଘର୍ଷ କରିସାରିଲା ପରେ ଏବେ ସବୁ ବଡ଼ ହେଇକି ମୋ ପିଲେ ରୋଜଗାର କଲେ ମୋ ଦୁଃଖ ଗଲା ଆଉ। ତା ବାପା ତ ପଳେଇଲେ ମୁଁ ତ ଅଛି ଆଉ। ସେଇଠୁ ବଡ଼ ଦୁଃଖ ଆଉ। ସେଇଠୁ ସେଇ ଦୁଃଖ ଗୁଡ଼ାକ ମୋର ମାନେ ବିବାହ ଆସିବା ପରଠୁ ଦୁଃଖ।
ଜେଜେ ଯୋଉଠୁ ତୋତେ ଛାଡ଼ିଲେ ହାତଟା ଛାଡ଼ିଲେ ସେଇ ଦୁଃଖଟା ତୋତେ ବେଶୀ ଲାଗିଛି ଆଉ କ'ଣ କରିବା କ'ଣ କରିବା ଅଭାବ ସଂସାର ଏବେ ବି ମୋର ସେମିତି କୋଠାବାଟି ନାହିଁ କି ମୋ ପିଲେ ସେମିତି ଭଲରେ ଚଳିନାହାନ୍ତି କ'ଣ କରିବି ମାନେ ଖାଇବା ପାଇଁ କି ସବୁଦିନ ଉପାସ ନାହିଁ ଭଲରେ ଏବେ ଅଛୁ ଆଉ ଯେତିକି ଯାହା ଆଉ ଭଲରେ ଅଛୁ ଏଇନା ଦିଟା ଖାଉଛି ପେଟ ପୁରୁଛି ଦୁଃଖ ମନେ ପଡ଼ିଲେ କାନ୍ଦ ମାରୁଛି ଆଉ ସେ ଦୁଃଖ କ'ଣ ମନେ ପକେଇଲେ ଆଉ କ'ଣ ହବ ଆଉ କ'ଣ ତାପରେ ଆମର ଏମିତି ତାହେଲେ ସବୁ କଥା ହେଲା ନା ହଁ ଦିନେ ଦିନେ ଉପାସ ରଖିଦେଇଛି ମୋ ଛୁଆଙ୍କୁ ଖାଇବା ବିନା ଗୋଟେ ବରଷ ଚାଉଳ ଆଣିଛୁ ଭଉଣୀ ଘରୁ ବାପ ଘରୁ ଛୁଆଙ୍କୁ ଚଳିଛୁ ମାନେ ଖାଇବାକୁ ନଥିଲା ଖାଇବାକୁ ନଥିଲା 15 ଦିନ ହାଟକୁ ଯିବେ ବାପକୁ ବିକିବେ ଯାହା ଦି ପଇସା ହବ ତା ଦେହରେ ଅଟା କିଲେ ଘିନିକି ଆସିବେ ଘରକୁ ଆଳୁ କିଲେ ଘିନିକି ଆସିବେ ଆଉ କିଛି ନଥିବ ସୋରିଷ ତେଲ ହାଟରେ ଯୋଉ ଭାଗ ବିକ୍ରି ହୁଏ 10 ପଇସା ସୋରିଷ 10 ପଇସା ଜିରା 10 ପଇସା ହଳଦୀ 10 ପଇସା ପିଆଜ ଏ ସବୁ ଭାଗକୁ ଆଣନ୍ତି ଆଣନ୍ତି ସାନ ପୁଅ ଖାଏ 5 ଦିନ 250 ଚାଉଳ ଆମେ ସମସ୍ତେ 2 ପଟ 3 ଦିନ ପଟ ରୁଟି 100 ତେଲ ତମର କେତେ ଦିନ ଯାଉଥିଲା 8 ଦିନ ମାରିବି 8 ଦିନ ଏଇଲେ ଆମର ଲିଟର ତେଲ ବି 8 ଦିନ ଯିବାଟା ବହୁତ କଷ୍ଟ ସେରେ ଆମର ଭାଉଜ କ୍ୟାମେରା ଧରିଛନ୍ତି ସିଏ ତାଙ୍କ ତେଲ ଉପରୁ କଥାଟା ପଳେଇଲା ବୋଲି ସିଏ ସାଡ଼କୁ ପଳେଇଲେ ଆଉ ଛାଡ଼ନ୍ତୁ ଇଗ୍ନୋର କରନ୍ତୁ ଆମର କଥା ଉପରକୁ ଆସିବା ହଁ ସେଇଠୁ କଞ୍ଚା ଫୁଟି ଖାଇକିରି ବାପା ପୁଅ ଯିବ ହାଟକୁ ବାପା ସେତେବେଳେ ଏତେ ଅଭାବ ଥିଲା ଯେ ଫୁଟି ଖାଇକିରି ବି ଆମ ଜେଜେ ବାପା ସମସ୍ତେ ଖାଇଛନ୍ତି ଫୁଟି ଖାଇକିରି ଗୁଇଦି କଖାରୁ ସିଝା ଖାଇକିରି 4 ମାସ ରହି ଚିନ୍ତା କରିପାରିଥିବେ ଆଉ ଯାହା ହଉ ମା ଏତେ ସଂଘର୍ଷ କରି ତାଙ୍କ ପିଲାମାନଙ୍କୁ ମଣିଷ କରିଛି ଆଉ ଭଗବାନ ଆଜି ଦୁନିଆ ଦାଣ୍ଡରେ ଠିଆ କରିଛି ଜୟ ଜଗନ୍ନାଥ ମୋ ଛୁଆଙ୍କୁ ଚାଲିଛି ଚାଲିଥିବ ମାଆକୁ ମୋର ବୟସ 80 ବର୍ଷ ହେଇଗଲାଣି 80 ବର୍ଷରେ ବି ସିଏ ତାର ଜଲବା ଦେଖାଉଛି ଆଉ ଆପଣମାନଙ୍କୁ ଆମ ଭିଡ଼ିଓ ଯଦି ଭଲ ଲାଗିଥାଏ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି ଆଉ ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଜମା ଭୁଲିବେନି କାହିଁକି ନା ମୁଁ ପ୍ରଥମ ଭିଡ଼ିଓ ଅପଲୋଡ଼ କଲେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଯାଇ ପହଞ୍ଚିବ ମା ଆମ ଭିଡ଼ିଓ କହ ଟିକେ ଦେଖନ୍ତୁ ଦୟା କରିକି ଟିକେ ଦେଖ ଜଗନ୍ନାଥର ଦୟା ଏଇ ଗରିବଙ୍କର ଟିକେ ଭିଡ଼ିଓଟା ଦେଖ ଛୁଆ କରୁଛି ହଉ ଆଜିର